କଣ ହେଇଛି ଏଇ ତୈଳକୁ ତୈଳ ମାନେ ସମସ୍ତେ ଢାଳିବା ସବୁ ଅଶିକ୍ଷିତ ଲୋକମାନେ ଆଉ ଅଛନ୍ତି କି କଷ୍ଟ ମାନେ ପଡିଯିବ ଏଟା କାଢି ପାରୁନ ଠିପି ଆଉ ଏମିତି କଥା ହେଲା କଣ ଲାଭ କଣ ସିଆଡେ ଚିଣ୍ଟିବ ଦେଖ ପଡି ଯାଉଥିଲା ଟିକେ ଥିଲା ଜାଣି ଶୁଣି ସେଟା ଆଉ ଅଛନ୍ତି କି ଅଛି ତେଲ ଅଛି ଅଛି ଆଉ ଗୋଟେ ସୀମାଞ୍ଚଳ କରିବେ କଲେ କି ପିତା ପରମେଶ୍ୱରଙ୍କ ସୀମ ପ୍ରେମ ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ସାହାଯ୍ୟକାରୀ ଧର୍ମାତ୍ମାଙ୍କ ଚିର ସହାୟତା ମଣ୍ଡଳୀ ପ୍ରତି ସମସ୍ତ ଆତ୍ମାଗଣ ପ୍ରତି ଆମ ସମସ୍ତଙ୍କ ପ୍ରତି ଆଉ ନିର୍ମାଣ କାର୍ଯ୍ୟ ପ୍ରତି ସଦାକାଳ ହେଉ ଆମେନ୍। ପୁରୀ ସମୟ ବାହାରିଲା ଓରା ସମୟ ଗୋଟିଏ ହେଇଛି ଓଡ଼ିଆ ସମୟ ଗୋଟିଏ ଅଛି କିନ୍ତୁ ପୁରୀ ସମୟ ବିଭିନ୍ନ କାରଣବଶତଃ ବିଭିନ୍ନ ଭାବରେ ହେଇଛି ଯାହା ପ୍ରଭୁ ଜାଣନ୍ତି ଆପଣମାନେ ଜାଣନ୍ତି କିନ୍ତୁ ଆମମାନଙ୍କୁ ଯେତେବେଳେ ନିମନ୍ତ୍ରଣ ଆପଣମାନେ କଲେ ଉତ୍କଳ ବାପ୍ତିସ୍ମ ମଣ୍ଡଳୀ ସମୟକୁ ଏବଂ ଆମେ ପୂର୍ବ କଥା ସ୍ମରଣ କଲୁ ଯେ ପୁରୀ ସମୟ ଆମର ଉତ୍କଳ ବାପ୍ତିସ୍ମ ମଣ୍ଡଳୀ ସମୟ ଦେହରେ ଏକ ଅଙ୍ଗ ଭାବରେ ଯାହା ହଉ ଭାଷାଗତ ସଂସ୍କୃତିଗତ ଜାତିଗତ ଏସବୁ ସମସ୍ୟା ସକାଶେ ଭିନ୍ନ ହେଲେ ଆଉ ଏ ମହାନ କାର୍ଯ୍ୟ କରିବା ପାଇଁ ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଲେ ଆପଣମାନଙ୍କ ନିମନ୍ତ୍ରଣ ପାଇଁ ଆପଣଙ୍କର ଆହ୍ୱାନ ପାଇଁ ଆମେ ବିଶେଷ ଧନ୍ୟବାଦ ଦେଉଛୁ ଏବଂ ଆପଣମାନଙ୍କୁ ଏଇ ଛାତ ତଳେ କାର୍ଯ୍ୟ ଉପରେ ଆଶୀର୍ବାଦ କରନ୍ତୁ ସମ୍ମିଳନୀ ତରଫରେ ଆମେ ଚିନ୍ତା କଲୁ ଆମର ଯେମିତି ଶାଖା ମଣ୍ଡଳୀ ମାନଙ୍କୁ କିଛି କିଛି ସହାୟତା ଦଉଛୁ ମଣ୍ଡଳୀ ମାନଙ୍କୁ ଦଉଛୁ କିନ୍ତୁ ଶାଖା ମଣ୍ଡଳୀକୁ ଯୋଉ ଦଉଛୁ ସେଇ ପରିମାଣ ଆମେ ଏଇ ଛାତ ଢଳେଇ କାର୍ଯ୍ୟ କେନ୍ଦୁସାହି ମଣ୍ଡଳୀକୁ ଆମେ ଦଉଛୁ ଆଉ ଏଇଠି ଆମରଙ୍କର 5,000 ଟଙ୍କା ଅଛି କେନ୍ଦୁସାହି ଚାଳକ ଆଉ ତାହା ଗ୍ରହଣ କରିବେ ସମସ୍ତେ ଟିକେ ତାଳି ମାରିବା ଧନ୍ୟବାଦ ଆପଣମାନଙ୍କ ନିକଟରେ ଆମମାନଙ୍କର ଧନ୍ୟବାଦ ସାର୍ କୌଣସି ଭୁଲ ଅଛି ଆପଣ ଖାଇ କରି ଯିବେ ଆପଣମାନେ ଆଉ ଖାଇଲା ପରେ ବର୍ତ୍ତମାନ ଅନେକଙ୍କ ସହାୟତା ମଧ୍ୟରେ ଏ କାଉଣ୍ଟରରେ ବର୍ତ୍ତମାନ ଦାନ ଦେବା ସମ୍ପର୍କରେ ଅନେକ ମଣ୍ଡଳୀ ସମ୍ମିଳନୀର ବିଭିନ୍ନ ସମାଜ ଶାଖା ମଣ୍ଡଳୀ ଆସି ସମସ୍ତ ବିଷୟରେ ସାହାଯ୍ୟ କରୁଛନ୍ତି ତେଣୁ ପ୍ରଭୁ ଉକ୍ତ ମଣ୍ଡଳୀ ଆଶୀର୍ବାଦ କରନ୍ତୁ ବର୍ତ୍ତମାନ ଏହା ହେଉଛି କାଉଣ୍ଟର ଅର୍ଥ ସଂଗ୍ରହ କାଉଣ୍ଟରରେ ଅନେକ ସାହାଯ୍ୟ କରିବାର କାଉଣ୍ଟର ଅଟେ ବର୍ତ୍ତମାନ ଟିକା ମାଳର ସମ୍ପାଦକ ମହାଶୟ ବିଶେଷ ଦାୟିତ୍ୱ ନେଇ କାର୍ଯ୍ୟ କରୁଛନ୍ତି ପ୍ରଭୁ ଆଶୀର୍ବାଦ କରନ୍ତୁ ଆଉ ଧାଲସିଂ ମଣ୍ଡଳୀ ଦର୍ଶନାଲି ଏମିତି ଅଛି ଚାଳକ ତଥା ଉତ୍କଳ ବାପ୍ଟିଷ୍ଟ ମୁଖ୍ୟ କର୍ମକର୍ତ୍ତା ତଥା ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀର ମୁଖ୍ୟ ସମ୍ମିଳନୀର ମୁଖ୍ୟ କର୍ମକର୍ତ୍ତା ତଥା ସୌରା ସମ୍ମିଳନୀର ମୁଖ୍ୟ କର୍ମକର୍ତ୍ତା ତଥା ଆଜିର ଯେଉଁ ବକ୍ତା ମହାଶୟ ପରିଚୟ ଆଜ୍ଞା ଏବଂ ତାଙ୍କ ସହଧର୍ମିଣୀ ଏବଂ ବିଭିନ୍ନ ମଣ୍ଡଳୀ ଗ୍ରାମରୁ ଆସିଥିବା ପ୍ରତ୍ୟେକ ମୋର ବାପା ମା ପୁଅ ଝିଅ ଭାଇ ଭଉଣୀମାନଙ୍କୁ ସର୍ବପ୍ରଥମ ଆନ୍ତରିକ ନମସ୍କାର ଏହି ସମୟରେ ଆଜିର ସମସ୍ତ କାର୍ଯ୍ୟ ପରିଚାଳନା କରିବା ପାଇଁ ମଣ୍ଡଳୀ ପକ୍ଷରୁ ଆଉ କୁଇ ବାପ୍ଟିଷ୍ଟ ଆସୋସିଏସନର ଆଉ ସଭାପତି ମହାଶୟଙ୍କୁ ମୁଁ ହସ୍ତାର୍ପଣ କରୁଅଛି ଏହି ପ୍ରୋଗ୍ରାମ ଅନୁସାରେ ଆଉ ସମସ୍ତ କାର୍ଯ୍ୟ ଆଉ ସଭାପତି ଆଜ୍ଞା ପରିଚାଳନା କରିବେ ଧନ୍ୟବାଦ विशेष धन्यवाद प्रभु आम्मानकु ए सुंदर अवकाश देले केन्दुसाही शाखा मंडलीर नूतन गृह छात डोलई काम विशेष करी कोई बाप्टिस्ट सम्मिलन समस्त मुख्य कर्मकर्ता एवं उत्कल बाप्टिस्ट मंडली सम्मिलन समस्त कर्मकर्ता पुणी पालक प्रचारक एवं सौरा सम्मिलन समस्त मुख्य कर्मकर्ता पुणी आकपाक मंडली आसीथिबा पालकगण
ଭିନ୍ନ ଭିନ୍ନ ଅନୁଷ୍ଠାନରୁ ଆସିଥିବା ପ୍ରଚାରକ ଗଣ ଏବଂ ବିଶେଷ ଭାବରେ ଆମ ଗହଣରେ ପ୍ରଭୁଙ୍କ ଦାସ ପରିଚାଜ୍ଞା ଆମ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଆନ୍ତରିକ ନମସ୍କାର। ଏହି ସମୟରେ ପବିତ୍ର ଧର୍ମଶାସ୍ତ୍ରର ଗୋଟେ ଅଂଶ ଆମେ ପାଠ କରିବା, ତାହା ହେଉଛି ପ୍ରଥମ ବଂଶାବଳୀ 28 ପର୍ବ 9ରୁ 10 ପଦ। ଆଉ ହେ ମୋହର ପୁତ୍ର ସଲୋମନ, ତୁମେ ଆପଣା ପିତାର ପରମେଶ୍ୱରଙ୍କୁ ଜ୍ଞାତ ହୁଅ ଓ ସିଦ୍ଧ ଅନ୍ତଃକରଣରେ ଓ ଇଚ୍ଛୁକ ମନରେ ତାହାଙ୍କର ସେବା କର, କାରଣ ସଦାପ୍ରଭୁ ସମସ୍ତ ଅନ୍ତଃକରଣ ଅନୁସନ୍ଧାନ କରନ୍ତି ଓ ଚିରକାଳ ସକଳ କଳ୍ପନା ବୁଝନ୍ତି। ଯେବେ ତୁମ୍ଭେ ତାହାଙ୍କର ଅନ୍ୱେଷଣ କରିବ, ତେବେ ତୁମ୍ଭେ ତାହାଙ୍କର ଉଦ୍ଦେଶ୍ୟ ପାଇବ, ମାତ୍ର ଯେବେ ତୁମ୍ଭେ ତାହାଙ୍କୁ ତ୍ୟାଗ କରିବ, ତେବେ ସେ ତୁମ୍ଭକୁ ଚିରକାଳ ଦୂର କରିବେ। ଏବେ ସାବଧାନ ହୁଅ, କାରଣ ପବିତ୍ର ଆବାସ ନିମନ୍ତେ ଗୋଟେ ଗୃହ ନିର୍ମାଣ କରିବାକୁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି। ବଳବାନ ହୁଅ ଓ ତାହା କର। ପ୍ରଭୁ ଏହି ପଠିତ ଶାସ୍ତ୍ର ବାକ୍ୟ ଏବଂ ପଠନରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏହି ସମୟରେ ଗୋଟେ ଗୀତ ଆମେ ଗାଇବା।